अरे इतिहास सेठी में मने रख ये जो भूलटा हम करिछि सेई भूलटा केमसी आउ केबे न हो और एक नॉइज और जो शब्दटा होइना से शब्दटा को दिया एकदम मान जगह शब्दटा और जो पात्र था एकदम ये काम दिबो ମହେନ୍ଦ୍ରଙ୍କର ଯୋଉ ଗୋଟେ ରହିଲା ସଭ୍ୟତା ସେଟା ଇଣ୍ଡସ୍ ନଦୀ ବା ସିନ୍ଧୁ ନଦୀର ଉପକୂଳରେ କଣ ହେଇଥିଲା ରିକଭର କରାଯାଇଥିଲା ଯୋଉଟା କି ବର୍ତ୍ତମାନ ପାକିସ୍ତାନର ଲାରକାନା ଡିଷ୍ଟ୍ରିକ୍ଟରେ ଅଛି ଏଇ ରିଭରଟା ପାକିସ୍ତାନର ଲାରକାନା ଡିଷ୍ଟ୍ରିକ୍ଟ ଲାରକାନା ଏଥିରେ ଆମେ ଯୋଉ ଦୁଇଟା ସଭ୍ୟତା ଦେଇଦେବା ଆମେ କାହିଁକି ହରପ୍ପା ମହେଞ୍ଜୋଦାରୋ ସଭ୍ୟତାକୁ ଅନ୍ତର୍ଭାବଟା ମତେ ତାଙ୍କର କଣ ସିମିଲାରିଟି ମାନେ ଏକା ଭାବ ତାହେଲେ ଐକ୍ୟ ଭାବ କଣ ତାଙ୍କର ଥିଲା ଟାଉନ ପ୍ଲାନିଂ ତାଙ୍କର ଐକ୍ୟ ଭାବ ବା ସିମିଲାରିଟି କାହିଁକି ଆମେ ମନେ ରଖୁ ଫାର୍ଷ୍ଟ ରହିଲା ଟାଉନ ପ୍ଲାନିଂ ନଗର ସଭ୍ୟତା टाउन प्लानिंग थिला दुईरा थिला ड्रेनेज ड्रेनेज जाने छो जल निष्कासन और सबुठारो मेन थिला ग्रामारी এই বিনতি জিনিস দ্বারা হি হরপ্পা মহেঞ্জোদারো সভ্যতা উচ্চ স্থাନରେ পৌঁছি পারি जो प्रेजेंट टाइम रो सभ्यता बा प्रेजेंट टाइम रो आपण जो हम आखंतरे सब देखि तो फाइल कर होछि घर गोटे रहिछि घर साइड रे हम कोन जाय छी ट्रेन जाय छी एवं घर साइड रे जो गोटे यहाँ तो लाइट छी लाइट से सब सभ्यता देखा जायतिला तमरो हरप्पा सभ्यता जहाँ सब तुम वर्तमान में प्रेजेंट टाइम में तुम देखि तो घर में तो 20 की मोहर हरप्पा होछि ड्रेनेज सिस्टम मतलब कोई ड्रेनेज सिस्टम हमारे ड्रेनेज सिस्टम तो बहुत बेकार तापर एते बेकार नथिला बहुत क्लीन थिला घरर चारि काठ रास्ता गुडी को जो आसुतिला रास्ता गुडी को डायरेक्ट इलेक्शन में तब बोलते आपण कोन करबे चारि छक से चारि छक गुडी को तापर इलेक्ट्रिक लैंप जोड़ लागू इलेक्ट्रिक सिस्टम नथिला कोन जुलौतिले लैंटन को जानिछो मध्य घर को से काच वाला तो मतलब ज्योतिषर ताले इत्यादि सब तो बड़ा परंपरा बुझि पारला आ तमे जो वर्तमान प्रेजेंट टाइम रे जो शब्द तो पूरा तमे देखियो से पूरा की जो प्रश्न है हरप्पा माने ही आविष्कार माने जो प्रथम जो शब्दटा रहिला ताको कुआ जाय सिंडम सुंदर এই গঠনটি প্রথমে হরপ্পা মানে কোন করে দিলে আবিষ্কার করতে তুলা তুলা হলা কপা দূর রহিলা কপা দূর রহিলা সে কোন করে করতে হরপ্পার গঠন ହିଁ করলা বুঝি পারলো जोरा कि ग्रीक रो नाम हिसाब रे ताको कुआ जाय सिंडम 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 रो असला सिंधु ग्रीक रो फॉर्म हिसाब रे तार नाम दिया गला सिंडम
এই যে সিন্ধন শব্দটি কোଉଠୁ ଆସିଛି ସିନ୍ଧু ଶବ୍ଦରୁ ସିନ୍ ଶବ୍ଦରୁ ସିନ୍ଧନରେ আসে ସିନ୍ଧନର ଅର୍ଥ ରହିଲା କଟକ ହେଲା ସିନ୍ଧନର ଅର୍ଥ କଣ ତୁମକୁ କଣ ଲାଗେ ମାନେ ବହିରେ କିଛି ଭାବୁଥିବ ଇତିହାସ କଥା ପାଇଁ ଗୋଟେ ଜାଗାରେ କିଛି ଆବିଷ୍କାରର ନ୍ୟୁଜ ତମେ ଶୁଣ ସାଧାରଣତଃ ତମେ ଶିଶୁପାଳ ଗଡର ନାଁ ବିଷୟରେ ଶୁଣିଛ ଶିଶୁପାଳ ଗଡ ଯୋଉଟାକି ଆମର ଓଡିଶାର କଣ ରାଜଧାନୀ ଥିଲା ଖାରବେଳଙ୍କ ସମୟରେ କଣ ଥିଲା ରାଜଧାନୀ ଥିଲା ଶିଶୁପାଳ ଗଡ କୋଉଠି ଅଛି ମହୋତ୍ସବ ହେଲା ଶିଶୁପାଳ ଗଡକୁ ଆଜି ପର୍ଯ୍ୟନ୍ତ ଗୋଟେ ସପ୍ତାହରୁ 18 ଥର ଖୋଳାଯାଏ କାହିଁକି ଖୋଳା ଫାଷ୍ଟ ଖୋଳାଯାଏ ତାପରେ ତାକୁ ବନ୍ଦ କରାଯାଏ ହରପ୍ପାରେ ମଧ୍ୟ ସେମିତି ପ୍ରଥମ 1921 ତାକୁ ଖୋଳାଗଲା ଯେତିକି ସହର ବାହାରିବା ଥିଲା ତାକୁ ବାହାର କରିଦେଲେ ବାକି ସହର ଗୁଡାକ ମାଟି ପକେଇଲେ ମାଟି ପକେଇଲେ କଣ ପାଇଁ ପକେଇଲି ଯଦି ଇତିହାସକୁ ଏବେ ସମସ୍ତେ ଯଦି ଖୋଳି ନେବେ ଆଗାମୀ ଭବିଷ୍ୟତରେ କଣ ହବ ତମେ ମାନେ ଆଗାମୀ ଦିନରେ ହେଲା କିଏ ତମର ହିଷ୍ଟୋରିଆନ ଯଦି ହେଲା ତମେ ହିସାବରେ କଣ କରିବ ସେଥିପାଇଁ ଆମ ଫ୍ୟୁଚର ପାଇଁ ରଖି ଦିଆଯାଏ ଆମର ହେଲା ବାରବାଟୀ ଭିତରେ ଦୁର୍ଗ ଭିତରେ ତ ସମସ୍ତେ ବୁଲିଛନ୍ତି କଣ ଧଳା ହେଇଛି ଜାଣିଛ ଯୋଉଠି ଖାଲି ତା ଉପର ଯୋଉ ପଥର ସେଟା ନୁହେଁ ତା ଆରପଟେ ଆଉ ଗୋଟେ ଇଏଟା ଅଛି ପାର୍କ ଟାଇପ ସେଟା ପ୍ଲେନ ଆଗରେ ଯାଉଛ ତାପରେ ଲେଫ୍ଟ ସାଇଡରେ ତମର ପଡୁଛି ସେ ସିଧା ରାସ୍ତାରେ ଯାଉଛି ଯୋଉ କାଠୁରୀ କ୍ରସ କରିକି ଆରପଟ ସାଇଡ ହେଲା ସେ ସାଇଡରେ ଖୋଳା ହେଇଛି ସେ ସାଇଡରେ ଖୋଳା ହେଇଛି ତାକୁ 3 ଥର ଭଳିଆ ଖୋଳା ହେଇଛି ମୁଁ ଦେଖିଛି ବୋର୍ଡ କାଇଁ କଣ ନୁହେଁ ଆମେ ଯାଇଛୁ ଏକ୍ସାମିନେସନ ଟାଇମରେ ଆମର ଯେତେବେଳେ ଥିଲା ଆମର ଲାଷ୍ଟ ପାଇଲେ ହେଲା ଏ ଆମର ବହୁତ ପୁରା ଆଉ ହେଲା ପର୍ସେଣ୍ଟ ମାନେ ମାଟିର ପାତ୍ର ହେଲା ଏ ସବୁ ଜିନିଷ ବି ଆମର ପାଇଥିଲା ତାହେଲେ 1946 ମସିହାରେ ଯୋଉ ହରପ୍ପା ସଭ୍ୟତାକୁ ଆଉ ଥରେ ରିଡିସ୍କଭର ବା ରି ଏକ୍ସାମିନ କରାଯାଇଛି ହେଲା କରିଥିଲେ କିଏ ନା ସାର୍ ମର୍ଟିମର ହୁଇଲର ସାର୍ ମର୍ଟିମର ହୁଇଲର ତାଙ୍କୁ କଣ କରିଥିଲେ ରି ଏକ୍ସାମିନ କରିଥିଲେ ମାନେ ପୁନଃ ଫଳନ ହେଲା ପୁନଃ ଫଳନ ତାକୁ ପୁନର୍ବାର କରିଥିଲେ 1946 ପରେ ଯୋଉ ସଭ୍ୟତା ଗୁଡିକ ଖୋଳା ଯାଇଥିଲା ସେଟା କିଏ କୋଉ ଜାଗାରେ ରହିଲା କେହି ଜାଣିନାହାନ୍ତି 1946 ପରେ 1947 ରେ ରବର୍ଟ ରେଡକ୍ଲିଫ ରେଡକ୍ଲିଫ ଭାଇ ହେଲା ରେଡକ୍ଲିଫ କହିଲେ ସେ ନାମୀ କଙ୍କର ଠିକ ଭାବେ ରେଡକ୍ଲିଫ এই ব্যক্তি କଣ କରିଥିଲେ ଭାରତ ଓ ପାକିସ୍ତାନର ଏରିଆ ଡିଭାଇଡ କରିଥିଲେ କୋଉଟା ଭାରତ ରହିବ କୋଉଟା ପାକିସ୍ତାନ ରହିବ ଏ ବ୍ୟକ୍ତି ହିଁ କରିଥିଲେ 1947 ରେ ହରପ୍ପା ମହେଞ୍ଜୋଦାରୋ ଏବଂ କଳିଙ୍ଗ ଯୋଉ ସଭ୍ୟତା ଗୁଡିକ ରହିଲା ସେ ସବୁ ପାକିସ୍ତାନ ଅଣ୍ଡରରେ କଣ କରିଥିଲା ଭାରତ ଓ ପାକିସ୍ତାନର ସୀମା ନିର୍ଦ୍ଧାରଣ ସୀମାକୁ ନିର୍ଦ୍ଧାରଣ କଲେ କୋଉଟା ପାକିସ୍ତାନ ଅଣ୍ଡରରେ ରହିବ କୋଉଟା ଇଣ୍ଡିଆ ଅଣ୍ଡରରେ ରହିବ କଣ କରାଗଲା 1947 ପରେ କିଏ କୋଉଠି ରହିଲା କେହି ଜାଣିପାରୁନି
ହେଲା ଏବେ ଆମେ ଦେଖିବା ଯୋଉ ଆମର ହରପ୍ପା ସଭ୍ୟତା ରହିଲା ତାର କୋଉ କୋଉ ଅଞ୍ଚଳରେ କେତେ ପର୍ଯ୍ୟନ୍ତ ହବ ଭାରତ ଭିତରେ ହବ କାରଣ ପାକିସ୍ତାନ ଅଧା ଯାଇଛି ପାକିସ୍ତାନ ସବୁଠୁ ଦେଶ ଅଛି ଭାରତର ବହୁତ କମ ଏଟା ସହଜ କଥା अरे कौन सा पकाओ ଏଠି ଦେଖିବା ତମ ହରପ୍ପା ସଭ୍ୟତା ଜାଣିବ ହେଲା ଇଣ୍ଡିଆରେ ତମର ହରପ୍ପା ସଭ୍ୟତା ଭାରତରେ କୋଉ କୋଉ ଏରିଆ ପର୍ଯ୍ୟନ୍ତ ଯାଇଛି ମାନଚିତ୍ରର ସବୁବେଳେ ଉପର ସାଇଡରେ କଣ ଥାଏ ଏଟା ମ୍ୟାପ ଟା ମନେ ପଡିବ ହେଲା ଇଣ୍ଡିଆର ତ ମ୍ୟାପ ନାହିଁ ଯୋଉ ଦେଖି ହବ ଏଟା ମ୍ୟାପ ହିସାବରେ ନବ ମୁଁ କହିଦଉଛି ସବୁବେଳେ ଅପର ସାଇଡ ଟା କଣ ବୋଲି କୁହାଯାଏ नॉर्थ साइड रे ମାନେ ଉତ୍ତର ଦିଗରେ କଣ ଥିଲା ନା ମାଣ୍ଡା ନାମକ ଗୋଟେ ଜାଗା ଯୋଉଟା କି ଜମ୍ମୁ ଆଉ କାଶ୍ମୀରରେ ଅବସ୍ଥିତ ସେ ଏରିଆ ପର୍ଯ୍ୟନ୍ତ ବିସ୍ତୃତ ଅଛି ବୁଝିପାରିଲ ଜମ୍ମୁ କାଶ୍ମୀରର ମାଣ୍ଡା ଅଞ୍ଚଳ ପର୍ଯ୍ୟନ୍ତ ହରପ୍ପା ସଭ୍ୟତା ବିସ୍ତୃତ ଅଛି ଉତ୍ତର ଦିଗରେ ଦକ୍ଷିଣରେ ଦାଇମାବାଦ जोटा कि ଆମର ଏମପି ମଧ୍ୟପ୍ରଦେଶର ଦାଇମାବାଦ ପର୍ଯ୍ୟନ୍ତ ମାନେ ଉତ୍ତରରେ ଜମ୍ମୁ କାଶ୍ମୀର ଏବଂ ଦକ୍ଷିଣରେ ମଧ୍ୟପ୍ରଦେଶ ଇଷ୍ଟ ସାଇଡରେ ଆଲାମଗୀରପୁର ଉତ୍ତରପ୍ରଦେଶ ଏବଂ ପଶ୍ଚିମ ଦିଗରେ ସୁରକ୍ଷାଜେଣ୍ଡର बलूचिस्तान पाकिस्तान जोड़ा की महिला ଏତିକି ସଭ୍ୟତା ଭିତରେ ତମର ଭାରତରେ ସଭ୍ୟତା ଏତିକି ଏରିଆ ଆମେ ଜମ୍ମୁ ଆଣ୍ଡ କାଶ୍ମୀର ଦେଖିବା ଯୋଉଟା ନର୍ଥ ଆଉ ସାଉଥ ଅଛି ଜମ୍ମୁ ଆଣ୍ଡ କାଶ୍ମୀରର ଏବଂ ମଧ୍ୟପ୍ରଦେଶ ଯୋଉଟା କି ସେଣ୍ଟ୍ରାଲ ଇଣ୍ଡିଆ ବୋଲି କୁହାଯାଏ ଇଷ୍ଟ ସାଇଡରେ ରହିଲା ଉତ୍ତରପ୍ରଦେଶର ଆଲାମଗୀରପୁର ଯୋଉଟା କି ସେତେବେଳେ କଣ ଥିଲା ଉତ୍ତରପ୍ରଦେଶ ଥିଲା ଅଶୋକ ଟାଇମରେ କଣ ରାଜଧାନୀ ହେଲେ ମଧ୍ୟପ୍ରଦେଶର ଦାଇମାବାଦ ଏବଂ ପଶ୍ଚିମରେ ରହିଲା ଆଲାମଗୀରପୁର ପୂର୍ବରୁ ରହିଲା ଆଲାମଗୀରପୁର ଯୋଉଟା କି ଉତ୍ତରପ୍ରଦେଶ ଏବଂ ପଶ୍ଚିମରେ ରହିଲା ସୁରକ୍ଷାଜେଣ୍ଡର ଯୋଉଟା କି ରହିଲା ତମର ପାକିସ୍ତାନ ଯେମିତି କହିପାରିବ ତମେ ହେଲା ଯୋଉଟା କି ଆରବ ସାଗରର କୂଳରେ ହେଲା କଣ ଲାଗୁଛି ଏକର ବୋର୍ଡ ଆଉ ଆଉ ନହେଲେ ଆପଣ ସାଇଡ ରୁ ଯୋଉଗୁଡେ ସମସ୍ତେ ଆସନ୍ତୁ କ୍ଲାସ ହୁଏ ବହୁତ ଦିନ କ୍ଲାସ କାହାଣୀ ଟିକେ କହିବା ଦେଖିବାର ନାହିଁ ଟିକେ ବୁଝେଇବା ମୁଁ ଏବେ କହିଦଉଛି ତମକୁ ଆଗାମୀ ଦିନରେ ବୁଝିବା ପାଇଁ ସହଜ ହବ ହେଲା ହରପ୍ପା ଏବଂ ମହେଞ୍ଜୋଦାରୋ ସହିତ ଅଲଗା ବହୁତ ତମକୁ ସହର ଦେଖିବାକୁ ମିଳିବ ଯୋଉଟା କି ରହିଲା ଭାରତର ଲୋକାଲ କାलीବଂଗା ରାଖିଗଡି
ରାତିଗଡ଼ି ହେଉଛି ଭାରତର ସବୁଠାରୁ ବଡ଼ ସଭ୍ୟତା। ରାତିଗଡ଼ି ଏବଂ ପୁରା ପୃଥିବୀର ଯଦି ବଡ଼ ସଭ୍ୟତା ଯଦି ଦେଖିବା ତା ଯଦି ଆମେ ଇଣ୍ଡିଆନ୍ ଭ୍ୟାଲି ସିଭିଲାଇଜେସନର ସବୁଠାରୁ ବଡ଼ ସହର ଦେଖିବା ସେ ସହରର ନାମ ହେଉଛି ମହେଞ୍ଜୋଦାରୋ ହେଲା। ସେ ଜାଗାରେ କଣ କରିଥିଲେ ହରପ୍ପା ସହରର ପ୍ରୋଟୋସିଭର ଚିତ୍ର ମିଳିଛି। ସେମେଟେରୀ ଏଜ୍ 27 ର ଚିତ୍ର ମିଳିଛି ପ୍ରୋଟୋସିଭ ଏବଂ ନଟରାଜର ଯୋଉ ରହିଲା ଆମର ଯୋଉ ଡାନ୍ସ ଫର୍ମ ସେଟା ମିଳିଛି ଆମର କୋଉଠୁ ହରପ୍ପାରୁ। ମହେଞ୍ଜୋଦାରୋ ଯାହାକୁ କୁହାଯାଏ ମୃତ ନଗରୀ ସେଟା କାହିଁକି ନମ୍ବର ତାର ଗ୍ରେଟ୍ ବାଥ୍ ନାହିଁ। ଗ୍ରେଟ୍ ବାଥ୍ ବୃହତ ସ୍ନାନାଗାର ହେଲା। ସେଠି ଯୋଉ ତମେ ନର୍ମାଲି ଯୋଉ ଯାଇଥିବ କଣ ଯୋଉ ସୁଇମିଂ ପୁଲ ସେତେବେଳେ ସେ ଟାଇମରେ ସୁଇମିଂ ପୁଲ ଥିଲା। ଆଉ ୱେଲ୍ ଡ୍ରେନେଜ ସିଷ୍ଟମ ଆଉ ଗ୍ରାନାରୀ ମାନେ ସସ୍ୟଚାରକୁ ସୁନ୍ଦର ଭାବରେ ରଖିବାର ମାନେ ସେଠି ଥିଲା ସୁନ୍ଦର ଭାବରେ ଗ୍ରାନାରୀକୁ ରଖାଯାଉଥିଲା। ସେ ଘର ଗୁଡିକ ଥିଲା ତାଙ୍କର 6 ମିଟର ଲମ୍ବ ଖାଲି ରହିବ। ସେ 6 ମିଟର ଭିତରେ ଖାଲ ହେଇକି ରଖାଯାଉଥିଲା। ଶସ୍ୟ ଗୁଡିକ ତା ଭିତରେ ପକେଇକି ରଖାଯାଉଥିଲା ଏବଂ ସେ ଶସ୍ୟ ଗୁଡିକ ନଷ୍ଟ ହଉ ନଥିଲା। ତାଙ୍କ ପାଖରେ ଆଡଭାନ୍ସ ଟେକ୍ନୋଲୋଜି ଥିଲା। ଲୋଥାଲ ଯୋଉଟା ରହିଲା ଲୋଥାଲଟା ହଉଛି ହରପ୍ପା ସଭ୍ୟତାର ଗୋଟେ ପ୍ରଥମ କୋର୍ଟ ୟାର୍ଡ ମାନେ ପ୍ରଥମ ଯୋଉ ଆମର ମନ୍ଦିର ଲୋଥାଲ ବୁଝିପାରିଲ। ତାପରେ ରହିଲା ଆମର କାଲିଗଙ୍ଗାର ଅର୍ଥ ହଉଛି ତମ ବ୍ୟାଣ୍ଡେଲର ଅର୍ଥ କଣ ଏଇଟା ଏଇ ସବୁ ଜିନିଷ ହେଲା। ବ୍ୟାଣ୍ଡେଲ କାଲିଗଙ୍ଗାର ଅର୍ଥ ହଉଛି କଳା ଚୁଡ଼ି ହଉଥିଲା ମାନେ ରାଜସ୍ଥାନର କାଲିଗଙ୍ଗା ଏମିତି ଗୋଟେ ସହର ଯୋଉଥିରେ ଖାଲି କଣ କରାଯାଉଥିଲା କାଚର ଚୁଡ଼ି ତିଆରି କରାଯାଉଥିଲା ହେଲା ବ୍ଲାକ୍ ବ୍ୟାଙ୍ଗେଲ ତାକୁ ବୁଝିପାରିଲ। ତାପରେ ରହିଲା ଆଉ କୋଉଠି ବହୁତ ଜାଗା ରହିଲା ସେ ଜାଗା ଭିତରେ ଆମେ ଆଟମିକ ପଢିବା। ସେ ସବୁରେ ସହର ଗୁଡିକ ଦୁଇ ଭାଗରେ ଭାଗ କରାଯାଉଥିଲା। ସବୁ ନଗର ଦୁଇ ଭାଗରେ ଭାଗ ଥିଲା। ଗୋଟେ ରହିବ ଉତ୍ତର ଦିଗରେ ଯୋଉଟା ରହିବ ଆମର ୱେଷ୍ଟ ସାଇଡ ସବୁବେଳେ ରହିବ ପାହାଡିଆ ମାନେ ଉଚ୍ଚା ସ୍ଥାନରେ ହେଲା। ଇନ୍ଦ୍ରବର୍ମାର ଯେମିତି ଘର ଅଛି ଇନ୍ଦ୍ରବର୍ମା ଜାଣିଛ କିଏ ଇନ୍ଦ୍ରବର୍ମା କିଏ ଦେଖିନ ରାଜା ଯୋଉ ସ୍ଥାନରେ ରହୁଥିଲେ ରାଜା ତ ମଙ୍ଗଳୟାନରେ ରହିବେନି। ରାଜା ରହିବେ ପାହାଡକୁ ପକାଯାଏ ସେଠି ରାଜାଙ୍କର ମହଲ ତିଆରି କରାଏ। ସେଟାକୁ ଆମର ସାଧାରଣତଃ ଏଇ ସଭ୍ୟତା ସିଟାଡେଲ ବୋଲି ତାକୁ ଆମର କହିଥାଉ। ସିଟାଡେଲ ମାନେ ଯୋଉ ସ୍ଥାନରେ ଦୁର୍ଗ ରଖାଯାଉଥିଲା ରାଜାଙ୍କର ଦୁର୍ଗ ଯୋଉଠି ଆଉ ତଳ ଦେଶରେ ରହୁଥିଲେ ମାନେ ପାହାଡ ତଳକୁ ରହୁଥିଲା ତାଙ୍କର ଟାଉନ ମାର୍କେଟ ସେଇଠି ଥିଲା। ସାଧାରଣ ଲୋକ ସେଇଠି ରହିଥିଲେ। ଆଉ ଯୋଉ ଉପରେ କୋଉମାନେ ଥିଲେ ରାଜା ଥିଲେ ପୁରୋହିତ ଥିଲେ ଆଉ ରାଜାଙ୍କର ମନ୍ତ୍ରୀ ଥିଲେ ଯୋଉମାନଙ୍କ ପାଖରେ ଅର୍ଥ ଥିଲା ସେମାନେ ଉପରେ ଘର କରି ରହୁଥିଲେ। ଇଟା ଦୁଇ ପ୍ରକାର ଇଟା ତମକୁ ଦେଖିବାକୁ ମିଳିବ। ପୁରା ଡାଉନ ଭ୍ୟାଲି ପଳେଇଥିବ ଆଗାମୀ ଦିନରେ ଖାଲି ସର୍ଟ ଭିଡିଓ ଦେଇକି ପଳେଇବି ପୁରା ଡିଟେଲ୍ସ ଦେଖିବି। ଡାଉନ ଭ୍ୟାଲିରେ କଣ ରହିଲା ଇଟା ଦୁଇ ଭାଗରେ ବିଭକ୍ତ ରହିବ। ଗୋଟେ ରହିବ ପୋଡା ଇଟା ଆଉ ଗୋଟେ ରହିବ ଶୁଖିଲା ଇଟା। ଗୋଟେ ରହିଲା କ୍ଲିନ୍ ଡ୍ରାଏ ବ୍ରିକ୍ ଯୋଉଟାକି ପୋଡା ଇଟା ବୋଲି କୁହାଯାଏ ମାନେ ଯୋଉ ତାର ଯୋଉ ମାଟି ମାଟିରେ ଯୋଉଟା ହେଇକି ବାହାର କରାଯାଏ। ଆଉ ଗୋଟେ ରହିଲା ସନ୍ ଡ୍ରାଏ ମାନେ ଖରାରେ ଶୁଖେଇକି ସେଟା ହଉଛି ସନ୍ ଡ୍ରାଏ ଯୋଉଟା ଖରାରେ ଶୁଖେଇକି ଯୋଉ ଘର ଗୁଡିକ ତିଆରି କରାଯାଏ। ଘରରେ ସାଧାରଣତଃ 3 ରୁ 4ଟି ମୁଖ୍ୟ କମରା ଥିଲା ରୁମ୍ ଥିଲା ଯୋଉଟାକି ରହିଲା କିଚେନ ଆଲଙ୍ଗରେ ରହିବ ଆଲଙ୍ଗ ସାଇଡରେ ତମର ବାଥରୁମ ରହିବ ଏବଂ ଘରରେ କଣ ରହିବ ଫାଷ୍ଟ ରହିବ କଣ କହନ୍ତି ଡାଇନିଂ ହଲ୍ ଯୋଉଟାକି ଆମର ରେଷ୍ଟରୁମ୍ ହେଲା। ତାହେଲେ ସେଇ ଯୋଉ ରୁମ୍ ରହିଲା ସେତିକି ଥିଲା। ବହୁତ ଗୁଡା ଘରରେ ତମର ସାଧାରଣତଃ 20 ରୁ 22ଟା ରୁମ୍ ରହୁଥିଲା। 20 ରୁ 22ଟା ତମର ରୁମ୍ ରହୁଥିଲା। ସେ ରୁମରେ ତମର ଭିନ୍ନ ଭିନ୍ନ କାର୍ଯ୍ୟ ସବୁବେଳେ ହଉଥିଲା। 20 ରୁ 22ଟା କଣ ଥିଲା ରୁମ୍ ଥିଲା ଏବଂ ଘର ଗୁଡିକ ବହୁତ ଜାଗାରେ ଗୋଟେ ମହଲା ବା 2 ମହଲା ବିଶିଷ୍ଟ ମଧ୍ୟ ଥିଲା। ଘରର ଲେଫ୍ଟ ସାଇଡ କର୍ଣ୍ଣରରେ ତମର କଣ ରହିବ ଗୋଟେ କୂଅଟେ ରହିବ। ଘରର ଲେଫ୍ଟ ସାଇଡ କର୍ଣ୍ଣରରେ ଗୋଟେ କଣ ରହିବ କୂଅଟେ ରହିବ।
ସେ କୂଅର ମାନେ କଣ ଆଣିବେ ଜଳ ଆଣିବେ ସେଇଠୁ ସେମାନେ ରୋଷେଇ କାର୍ଯ୍ୟ ଏବଂ ତାଙ୍କର ବାଧ୍ୟ ଯିବା ପାଇଁ सीधा गोटे ड्रेनेज टा थिला माने बाथ रे जो गाधुआ पानी बाहर की सीधा सड़क डायरेक्ट मेन ड्रेन में मिस एमिति सुंदर भाबर तांकर प्लानिंग ता सेमानकर जल निष्कासन पाई जल निष्कासन जो ड्रेन रहेला सुंदर रास्ता थिला घरर जो रोड साइड रे सेमाने झरका तयारी करिवे नाही रोड साइड रे झरका करले के जो काढी दे झरका तयारी करथिले रोड साइड हला रोड रो ऑपोजिट डायरेक्शन रे समय कोन करथिले झरका तयारी कर बहुत जगह रे तमरो जो कोन इटा को करके सीढ़ी हिसाब रे मतलब पहुंच जाऊ इटार नॉर्मल जो होगा तो तळे विचार रे केते पूरा कवर ହେଇକି ଚଢା ଯାଉ ସେତେବେଳେ ତ କଣ ନଥିଲା ସିମେଣ୍ଟ ନଥିଲା ସିମେଣ୍ଟ ଯଦି ଇଟା ଗୁଡିକ କେମିତି ସଜା ହବ ହେଲା ସେଥିପାଇଁ ମାଟି ଉପରେ ଥାଣ୍ଡା ଉପରେ ତାକୁ ରଖାଯାଉ এটা ରହିଲା ଟାଉନ ପ୍ଲାନିଂ ରେ ଗଲା ଟାଉନ ପ୍ଲାନିଂ ରେ ତମର ରାସ୍ତାଟା ସାଧାରଣତଃ ଉତ୍ତର ଆଡକୁ ଯିବ ସବୁ ଉତ୍ତର ଆଡକୁ ଯିବ ଘର ଗୁଡିକର ମେନ୍ ଯୋଉ ଘର ରହିଲା ଯୋଉ ମେନ୍ ଏଣ୍ଟ୍ରାନ୍ସ ଯୋଉଟା ରହିଲା ରୋଡ କୁ ଲାଗିଯିବ ବୁଝିପାରିଲ ରୋଡ କୁ ଲାଗିଯିବ पाचेरी दिया है तो साधारणतः पाचेरी दिया होते कोन ना इंटर जीवजंतु बा तो गाई गोरु कम बसिबे ए भाई तांकर सेटा सुरक्षा पाई रखा जाई बुझि पारलो